ବିଛା ରାଶି ପାଇଁ 2026 ମସିହାର ବାର୍ଷିକ ରାଶିଫଳ ଜାଣିବା। 2026 ମସିହାରେ ବିଛା ରାଶିଜାତ ବ୍ୟକ୍ତି ବର୍ଷର କେଉଁ ସମୟରେ ବିଭିନ୍ନ କ୍ଷେତ୍ରରେ କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ବିଛା ରାଶିର କ୍ୟାରିୟର ସମ୍ପର୍କରେ ଅନୁଧ୍ୟାନ କଲେ ଜଣାଯାଏ। 2026 ମସିହା ଜାନୁଆରୀ ମାସ 14 ତାରିଖ ଠାରୁ ଫେବୃଆରୀ ମାସ 11 ତାରିଖ, ଅପ୍ରେଲ ମାସ 14 ତାରିଖ ପରଠାରୁ ମଇ ମାସ 13 ତାରିଖ, ଅଗଷ୍ଟ ମାସ 16 ତାରିଖ ଠାରୁ ସେପ୍ଟେମ୍ବର ମାସ 15 ତାରିଖ ଏବଂ ନଭେମ୍ବର ମାସ 16 ତାରିଖ ଠାରୁ ଡିସେମ୍ବର ମାସ 15 ତାରିଖ ପର୍ଯ୍ୟନ୍ତ ସମୟ ବଡ଼ ଅନୁକୂଳ ରହିବ। ଏହି ସମୟରେ ବିଛା ରାଶିଜାତ ବ୍ୟକ୍ତି ନୂତନ କର୍ମାରମ୍ଭ କରିବାର ବିଶେଷ ସୁଯୋଗ ପାଇବେ ତଥା ନୂତନ କର୍ମ ନିଯୁକ୍ତି ପାଇବାର ମଧ୍ୟ ସମ୍ଭାବନା ଦେଖାଯାଏ। ଜୁନ୍ ମାସ 2 ତାରିଖ ପରେ ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ କର୍କଟ ରାଶିରେ ପ୍ରବେଶ କଲେ ବିଛା ରାଶିଜାତ ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହେଲା ବୋଲି କୁହାଯାଇପାରେ। ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ରହି ବିଛା ରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ଏହି ସମୟରେ ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ବେପାର ବହୁତ ଭଲ ଭାବରେ ଚାଲିବ। ବେପାର କ୍ଷେତ୍ରରୁ ପ୍ରବଳ ଲାଭ ହେବା ସହିତ ବାଣିଜ୍ୟ ବ୍ୟବସାୟର ପ୍ରସାର ଘଟିବ। ନୂତନ ବାଣିଜ୍ୟିକ ସଂସ୍ଥା ଖୋଲାଯିବାର ସମ୍ଭାବନା ଦେଖାଯାଏ। ଚାକିରି କରୁଥିବା ବିଛା ରାଶିଜାତ ବ୍ୟକ୍ତି ଏହି ସମୟରେ ଚାକିରିରେ ପ୍ରମୋସନ୍ ପାଇବାର ଯୋଗ ରହିଅଛି। ମନ ପସନ୍ଦର ସିଟ୍ ଅଥବା ମନୋନୀତ ଜାଗାକୁ ବଦଳି ହେବାର ସମ୍ଭାବନା ଦେଖାଯାଏ। ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପନ୍ନ କରିହେବ। ଅଫିସରେ ନିଜର ଗୁରୁତ୍ୱ ବଢ଼ିବ, ମାନସମ୍ମାନ ପାଇବେ। ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ସିଂହ ରାଶିରେ ପ୍ରବେଶ କଲେ ଉଭୟ ବ୍ୟବସାୟ ଓ ଚାକିରି କରୁଥିବା ବ୍ୟକ୍ତି ଉପରୋକ୍ତ କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ବିଛା ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ଅଭିବୃଦ୍ଧି ଢେର ଅଧିକା ରହିବ। ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ଉପାୟରୁ ଓ ବିଭିନ୍ନ ପ୍ରକାରରେ ଧନର ଆଗମନ ହେବ। ପୈତୃକ ସମ୍ପତ୍ତି ନିଜ ନାଁରେ କରିପାରନ୍ତି, କିନ୍ତୁ ବିଛା ରାଶିର ଚତୁର୍ଥ ଭାବରେ ଅବସ୍ଥାନ କରିଥିବା ରାହୁ ଏ କ୍ଷେତ୍ରରେ ପ୍ରତିବନ୍ଧକ ଆଣିବେ। ଏହା ସହିତ ଭୂମି, ଘର ବା ବାହନ ଆଦି କ୍ରୟ ବିକ୍ରୟରେ ବଡ଼ ଧରଣର ଅର୍ଥ ମଧ୍ୟ ଖର୍ଚ୍ଚ କରାଇବେ। ଅକ୍ଟୋବର ମାସ 31 ତାରିଖ ପରେ ବିଛା ରାଶିର ଧନଭାବର ଅଧିପତି ବୃହସ୍ପତି ଲାଭ ବା ଆୟ ସ୍ଥାନରେ ଅବସ୍ଥାନ କରୁଥିବାରୁ ଆର୍ଥିକ ଲାଭ କରାଇବେ, କିନ୍ତୁ ପଞ୍ଚମ ଭାବରେ ଅବସ୍ଥିତ ଶନି ଲାଭ ବା ଆୟ ଭାବ ଉପରକୁ ଦୃଷ୍ଟି ଦେଉଥିବାରୁ ଲାଭ ପାଇବାରେ ଅହେତୁକ ବିଳମ୍ବ ଦେଖାଯିବ। ହୁଏତ ଲାଭାଂଶର କିଛି ପରିମାଣ ପୋଡ଼ିଗଲା ପରି ନଷ୍ଟ ହୋଇଯାଇପାରେ। 2026 ମସିହାରେ ପ୍ରେମ ସମ୍ପର୍କରେ ଥିବା ବିଛା ରାଶିଜାତ ବ୍ୟକ୍ତିଙ୍କର ଲଭ୍ ଲାଇଫ୍ ବର୍ଷର ପ୍ରଥମାର୍ଦ୍ଧରେ ବହୁତ ଶିଥିଳ ରହିବ। ପଞ୍ଚମ ଭାବସ୍ଥିତ ଶନି ସମ୍ପର୍କରେ ସନ୍ଦେହର ବୀଜ ବୁଣିବା ପାଇଁ ଚେଷ୍ଟା କରିବେ। ତା ସାଙ୍ଗକୁ ଅଷ୍ଟମ ଭାବରେ ଅବସ୍ଥିତ ବୃହସ୍ପତିଙ୍କ ପ୍ରଭାବରୁ ପ୍ରେମ ସମ୍ପର୍କଟି ଭାଙ୍ଗିଗଲା ପରି ଜଣାପଡ଼ିବ। ସେଥିପାଇଁ ଲଭ୍ ଲାଇଫ୍ରେ ଥିବା ବିଛା ରାଶିଜାତ ବ୍ୟକ୍ତି
ବର୍ଷର ପ୍ରଥମାର୍ଦ୍ଧରେ ମାପିଚୁପି କଥାବାର୍ତ୍ତା କରିବା ଉଚିତ ହେବ। ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରି ନିଜ ଘର ପଞ୍ଚମ ଭାବ ମୀନ ରାଶି ଉପରକୁ ଦୃଷ୍ଟି ପ୍ରଦାନ କଲେ ପ୍ରେମ ସମ୍ପର୍କରେ ପଡ଼ି ଆସୁଥିବା ଭଟ୍ଟା ପୁଣି ଜୁଆର ରୂପରେ ପରିବର୍ତ୍ତିତ ହୋଇଯିବ। ପ୍ରେମୀ ଯୁଗଳଙ୍କ ମନ ସାତ୍ତ୍ୱିକ ପ୍ରେମରେ ଭରିଯିବା ସହିତ ପ୍ରେମ ବିବାହ କରିବା ପାଇଁ ମନ ବଳାଇବେ। ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧଟି ବିଶେଷ କିଛି ବିବାହ ପ୍ରସ୍ତାବ ଆସି ସ୍ଥିରୀକୃତ ନ ହେବାର ବହୁତ ସମ୍ଭାବନା। କିନ୍ତୁ ଜୁନ୍ ମାସର 2 ତାରିଖ ପରେ ଯେଉଁ ସବୁ ବିବାହ ପ୍ରସ୍ତାବ ଆସିବ ତାହା ମଧ୍ୟରୁ ବିବାହ ପ୍ରସ୍ତାବ ସ୍ଥିରୀକୃତ ହୋଇ ନିର୍ବନ୍ଧ ବା ରିଙ୍ଗ ସେରିମନି କାର୍ଯ୍ୟ ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ଏବଂ ଶୁଭ ପରିଣାମ ପାଇଁ ମଧ୍ୟ ତାରିଖ ଠିକ୍ ହୋଇଯିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ପାରିବାରିକ ଜୀବନ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ବୃହସ୍ପତିଙ୍କର ଦୃଷ୍ଟି ବିଛା ରାଶିର ପରିବାର ସ୍ଥାନ ଉପରେ ରହୁଥିବାରୁ ଘରେ ବା ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବାସ କରିବ। ଘରେ ଆଧ୍ୟାତ୍ମ ଓ ଧାର୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ବିଚାରଧାରା ଠିକ୍ ରହିବ। ଯଦିଓ ଶନିଙ୍କ ଦୃଷ୍ଟି ପରିବାର ଭାବ ଉପରେ ରହୁଅଛି ତେଣୁ ମଝିରେ ମଝିରେ ଘରର ଶାନ୍ତି ବା ଶାନ୍ତ ବାତାବରଣକୁ ବିଗାଡ଼ି ଦେବା ପାଇଁ ଶନି ଚେଷ୍ଟା କରିବେ। ତେବେ ବି ବୃହସ୍ପତିଙ୍କ ପ୍ରଭାବରୁ ତାହା ପାଣି ଫୋଟକା ଭଳି ମିଳେଇଯିବ। କିନ୍ତୁ ଜୁନ୍ ମାସ 2 ତାରିଖ ପରେ ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ବିବାଦ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ଶନିଙ୍କ ଯୋଗୁଁ ସାମାନ୍ୟ ବିଭ୍ରାଟ ଦେଖାଯିବାର ସମ୍ଭାବନା। କିନ୍ତୁ ବୃହସ୍ପତି ତାହା ଆଗକୁ ନ ବଢ଼ାଇ ପ୍ରଶମିତ କରିବାରେ ବହୁତ ସାହାଯ୍ୟ କରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।